आसीत्कृत जुगे विप्रा इन्द्रद्युम्न महानुपः सूर्यवंशे सधर्मात्मा स्रष्टु पंचम पुरुषः। ଇନ୍ଦ୍ରଦ୍ୟୁମ୍ନ ଓ ବିଶ୍ୱାବସୁଙ୍କ ଆଗରେ ଶ୍ରୀ ଜଗନ୍ନାଥ ସତ୍ୟ କରି କହିଛନ୍ତି, କାଳର କରାଳ ଗର୍ଭରେ ଯଦି ମୋର ମନ୍ଦିର କିମ୍ବା ମୋର ବିଗ୍ରହ ନଷ୍ଟ ହୋଇଯାଏ, ତଥାପି ମୁଁ ଏହିଠାରେ ନିରାକାର ଶୂନ୍ୟ ବ୍ରହ୍ମ ରୂପରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ପାଳନ କରିବି। ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ସତ୍ୟମେବ ବବ୍ରୀମିତେ ପ୍ରାସାଦ ଭଙ୍ଗେ ତତ୍ସ୍ଥାନଂ ନ ତ୍ୟଜାମି କଦାଚନ। ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ଅନେକ ଥର ମନ୍ଦିର ଏବଂ ଶ୍ରୀ ବିଗ୍ରହ ନଷ୍ଟ ହୋଇଛି, ମାତ୍ର ପ୍ରଭୁ ଜଗନ୍ନାଥ ଅନନ୍ତ କାଳରୁ ଅର୍ଥାତ୍ ସୃଷ୍ଟିର ଆରମ୍ଭରୁ ଏହି କ୍ଷେତ୍ରରେ ଅଛନ୍ତି ଓ ଥିବେ ମଧ୍ୟ। ପ୍ରଭୁଙ୍କର କଥା କେବେ ଅନ୍ୟଥା ହେବ ନାହିଁ। ପ୍ରକୃତରେ ଆମେ ଉତ୍କଳବାସୀ କେତେ ଭାଗ୍ୟବାନ। ଆସନ୍ତୁ ସେହି ପ୍ରଭୁଙ୍କର କଥାକୁ ଆମେ ଶ୍ରବଣ କରିବା। ଶ୍ରୀ ଜଗନ୍ନାଥ ପୁରାଣ ଅଷ୍ଟମ ଅଧ୍ୟାୟ। ବିଦ୍ୟାପତିଙ୍କର ନୀଳମାଧବ ଦର୍ଶନ ଓ ରାଜାଙ୍କୁ ସମାଚାର ଦାନ। ଶୁଣ ସୁଜନେ ଦେଇଚିତ ଶ୍ରୀ ଜଗନ୍ନାଥଙ୍କ ଚରିତ ଅକ୍ଷୟ ବିନାଶୀ ବ୍ରହ୍ମ ବିଜୟ ଶ୍ରୀ ପୁରୁଷୋତ୍ତମ ଯେହୁ ନିର୍ଗୁଣ ନିରାକାର ସେହିଟି ସଗୁଣ ସାକାର ଭକତ ହିତ ପାଇଁ ସିନା ରୂପ ଧରନ୍ତି ପ୍ରଭୁ ନାନା ପତିତ ପାବନ ବୋଲାଇ ବିଜୟ ନେତ କୁଡ଼ାଇ ଚତୁର୍ଦ୍ଧା ମୂରତି ରୂପରେ ଆସୀନ ରତ୍ନ ମଣ୍ଡପରେ ଶ୍ରୀ ଜଗନ୍ନାଥ ସଂକର୍ଷଣ ସଙ୍ଗତେ ଭଦ୍ରା ସୁଦର୍ଶନ ଚାରି ମୂରତି ଆତ୍ମା ଏକ ଅଟନ୍ତି ନୀଳାଦ୍ରି ନାୟକ ଗୋଲକେ ରାଧା କୃଷ୍ଣ ଯେହୁ ଶ୍ରୀ ଜଗନ୍ନାଥ ରୂପ ସେହୁ ପ୍ରକୃତି ପୁରୁଷ ସଙ୍ଗରେ ନିତ୍ୟାନନ୍ଦ କ୍ରୀଡ଼ା ରଙ୍ଗରେ ନିତ୍ୟ ଗୋଲକ ନିତ୍ୟ ପୁରୀ ଶ୍ରୀକ୍ଷେତ୍ର ନୂରୂପ ସରି ବିଜୟ ରୂପ କୁଲୁଚାଇ ଭକ୍ତଙ୍କୁ ଭଣ୍ଡିବାର ପାଇଁ ଲୀଳା ପୁରୁଷ ଜଗନ୍ନାଥ ତାହାଙ୍କ ନାହିଁ ଆଦି ଅନ୍ତ ପବିତ୍ର ତାହାଙ୍କ ଆଖ୍ୟାନ ସୁଜନେ ସାବଧାନେ ଶୁଣ ପବିତ୍ର ନୈମିଷାରଣ୍ୟେ ପୁଣ୍ୟାତ୍ମା ମୁନିଙ୍କ ଗହଣେ ଜୈମିନୀ ଋଷି କହୁଛନ୍ତି ସକଳ ମୁନି ଶୁଣୁଛନ୍ତି। ଜୈମିନୀ ଉବାଚ ଶୁଣ ସକଳ ପୁଣ୍ୟ ଦେହା ଏଥୁ ଅନ୍ତରେ ହେଲା ଯାହା ବ୍ରାହ୍ମଣ ବିଦ୍ୟାପତି ବାଣୀ ସବର ବିଶ୍ୱାବସୁ ଶୁଣି ଆନନ୍ଦେ
कले। आनंदे बोले हसी हसी, शुण हे द्विज कुल शशी। पूर्वरु शुणिअछ कर्णे, पुरुषोत्तम सन्निधाने। भक्त इंद्रद्युम्न आसी, होइबे श्रीक्षेत्र निवासी। तुम्भे ताहांक धर्मदूत, होइछ नीलाद्रि प्रेरित। उपरे पुण्य भूमि जहि, आस हे विप्र कुल साई। एमंते कही घेनी गले, गहन वन रे मिलिले। उपरु उपरकु गले, बंधुर शिलाकु डेइले। दुर्गम पथ से अटई, जणे मनुष्य चालिबई। जनक पाई योग्य पथ, कंटके भरा सेवनस्थ। मार्गरे अंधकार भरा, मुनि ऋषिंक धैर्य हरा। आगरे शबर चालई, पथर परिचय देई। माहात्म्य बखाणी बखाणी, उपरे पहुँचिले पुणी। एमंते चारि घड़ी परे, रोहिणी कुंड समीपरे। जाई मिलिले बेनी जन, शबर करिले बयान। विश्वावसुवाच शुण हे द्विज कुलमणि, ये कुंड नामटी रोहिणी। अटई एहो महातीर्थ, जल उत्पत्ति महाभूत। सकल जल एथु बही, प्रलय एथि लीन होई। एथिरे स्नान करी जन, करन्ति वैकुंठ गमन। पूर्व भागे देख चाहि, कल्प बट अछि रही। छाया रे तार विश्रमिले, ब्रह्म हत्यारु मुक्ति मिले। रोहिणी कुंड कल्पवट, मध्यरे नित्य वैकुंठ। जहि श्री जगन्नाथ रही, दर्शन कर विप्र जाई। शंख क्षेत्रर नाभिस्थल, गोलक पाटण मंडल। विजये प्रभु ब्रह्म ज्योति, नील विग्रह रूप कांति। दर्शने पातक खंडन, कर हे पुण्यात्मा ब्राह्मण। भवसागर चिंता घोर, तक्षणे मनु दूर कर। सकल शोक त्याग करी, भज श्री जगन्नाथ हरि। जैमिनी उवाच
विश्वावसुଙ୍କ ବାଣୀ ଶୁଣି ତକ୍ଷଣେ ସେହି ବିପ୍ରମଣି ରୋହିଣୀ କୁଣ୍ଡେ ପ୍ରବେଶିଲେ ଆନନ୍ଦେ ମହାସ୍ନାନ କଲେ ତହିଁ ଉତ୍ତାରେ ବିଦ୍ୟାପତି କର ଯୋଡ଼ିଣ କଲେ ସ୍ତୁତି ମନ ବାଣୀ ଓ ମସ୍ତକରେ ପ୍ରଣମୀ ପ୍ରଭୁଙ୍କ ପୟରେ ରୋମ ପୁଲକ ନିଜ ଦେହି ଭାବରେ ଉନ୍ମତ୍ତ ହୋଇ ବୋଇଲେ ତ୍ରାହି ଜଗନ୍ନାଥ ଆଜ ମୁଁ ହେଲି କୃତକୃତ୍ୟ ବିଦ୍ୟାପତି ସ୍ତୁତି ଜୟ ହେ ଜୟ ଜଗନ୍ନାଥ ପୁରୁଷୋତ୍ତମ ଲକ୍ଷ୍ମୀକାନ୍ତ ପ୍ରକୃତି ପୁରୁଷ ଅତୀତ ଜୟ ତୁ ଅନାଦି ଅନନ୍ତ ତୁମ୍ଭେ ଯେ ବ୍ରହ୍ମ ପରାତ୍ପର ନିର୍ଗୁଣ ସଗୁଣ ସାକାର ତୁମ୍ଭେ ଯେ ଅଟ ସର୍ବବ୍ୟାପୀ ତୁମ୍ଭେ ଯେ ପରମାର୍ଥ ରୂପୀ ଜୟ ହେ ପରମ ଈଶ୍ୱର ତୁମ୍ଭଙ୍କୁ କୋଟି ନମସ୍କାର ବେଦ ପୁରାଣ ଇତିହାସ ତୁମ୍ଭରି ମହିମାରେ ବସ ତୁମ୍ଭେ ଶ୍ରୀ ପ୍ରତୀତ ପାବନ ଗଙ୍ଗା ଚରଣୁ ତପନ ନିର୍ଗୁଣ ନିର୍ଲେପ ପୁରୁଷ ବ୍ରହ୍ମ ସ୍ୱରୂପ ନିର୍ବିଶେଷ ସକଳ ଅବତାର ମାନ ଶରୀରୁ ତୁମ୍ଭର ଉତ୍ପନ୍ନ ଜୟ ହେ ଚରାଚର ସ୍ୱାମୀ ପ୍ରଣବମୟ ଅନ୍ତର୍ଯ୍ୟାମୀ ସଂସାର ବନ୍ଧନରେ ରହି ତୁମ୍ଭରି ଶରଣ ଲୋଡ଼ଇ କମଳ ଚରଣାର ବିନ୍ଦେ ଶରଣ ବାଷ୍ପ ଗଦ ଗଦେ କର କାରଣ ଭାବଗ୍ରାହୀ ଶ୍ରୀ ଜଗନ୍ନାଥ ତ୍ରାହି ତ୍ରାହି ଜୈମିନୀ ଉବାଚ ପ୍ରଣବ ରୂପୀ ପ୍ରଭୁଙ୍କର ସ୍ତୁତି କରିଣ ବିପ୍ରବର ପ୍ରଣବ ମନ୍ତ୍ର ଜପ କଲେ ତକ୍ଷଣେ ସମାଧିସ୍ଥ ହେଲେ ପୁନଶ୍ଚ ଚେତନା ପାଇଣ ଆନନ୍ଦ ସାଗରେ ମଜିଣ କର ଅଞ୍ଜଳି ଶିରେ ଦେଇ କହନ୍ତି ପ୍ରଭୁ ତ୍ରାହି ତ୍ରାହି ସ୍ୱେଦରୋ ମାଂସ ଅଶ୍ରୁ ଭରା ଶରୀରେ ହେଲେ ଆତ୍ମହରା ବିପ୍ରଙ୍କ ଅବସ୍ଥା ଦେଖିଣ ସବର ବୋଲଇ ବଚନ ବିଶ୍ୱାବସୁବାଚ ହେ ବିଦ୍ୟାପତି ଦ୍ୱିଜବର ଏଠାରେ ବିଳମ୍ବନ କର ସୂରୁଜ ଯିବେ ଅସ୍ତ ହୋଇ ଅନ୍ଧାରେ ବୁଡ଼ିଯିବ ମହି ଏହିଟି ନିଘଞ୍ଚରଣ୍ୟ ହିଂସ୍ର ଜନ୍ତୁରେ ପରିପୂର୍ଣ୍ଣ ଦୁର୍ଗମ କଣ୍ଟକିତ ପଥ ସୂରୁଜ ହୋଇଗଲେ ଅସ୍ତ ତଳକୁ ନ ପାରିବା ଯାଇ ତେଣୁ ଆସନ୍ତୁ ବେଗ ହୋଇ ତୁମ୍ଭେ ଯେ ଅଟ ପଥ ଶ୍ରାନ୍ତ କ୍ଷୁଧା ତୃଷ୍ଣାରେ ଆତୁରିତ ସନ୍ଧ୍ୟା ଗରୁ ଚଳି ଯିବା କୁଟୀରେ ପ୍ରବେଶ କରିବା ଜୈମିନୀ ଉବାଚ ଏମନ୍ତେ ବଚନ ବୋଇଲେ
विप्रଙ୍କୁ ଲେଉଟାଇ ନେଲେ। ସେ ବିଦ୍ୟାପତି ବିପ୍ରପୁଣ ବିଶ୍ୱାବସୁଙ୍କ ସଙ୍ଗ ତେଣ ପ୍ରଭୁଙ୍କୁ ସମର୍ପିତ ହେଲେ। ଅରଣ୍ୟ ପଥେ ପାଦ ଦେଲେ। ଦୁର୍ଗମ କଣ୍ଟକିତ ବନ କଷ୍ଟ ନ ଦେଲା ତାଙ୍କୁ ପୁଣ। ଯାହାର ମନ ପ୍ରଭୁଠାରେ ତାକୁ କି କଷ୍ଟ ବାଧିପାରେ। ବନ୍ଧୁର ଶିଳା ଡେଇଁ ଡେଇଁ ଆନନ୍ଦେ କୃତ୍ୟ ହୋଇ ବିଶ୍ୱାବସୁଙ୍କ ଘରେ ଯାଇ ପ୍ରବେଶ କଲେ ବିପ୍ରସାଇ। ପାଦ୍ୟ ଆସନ ଅର୍ଘ୍ୟ ଦେଇ ବିପ୍ରଙ୍କୁ ନିଜ ଗୃହେ ନେଇ। ଦିବ୍ୟ ପ୍ରସାଦ ଦିବ୍ୟ ଚିଜ ବିପ୍ରଙ୍କୁ ଦେଲେ ବ୍ୟାଧରାଜ। ବିଧିରେ କରିଣ ପୂଜନ ସବର ତାହାଙ୍କ ଚରଣ। କରିବା ପାଇଁ କି ସତ୍କାର ଯେ ବସ୍ତୁ ଦେଲେ ବ୍ୟାଧବର। ସେ ବସ୍ତୁ ନିରୀକ୍ଷଣ କରି ଆଶ୍ଚର୍ଯ୍ୟ ହେଲେ ବ୍ରହ୍ମଚାରୀ। ରାଜା ଓ ମହାରାଜା ଗଣ ଯାହା ନ ଦେଖିଛନ୍ତି ପୁଣ। ସବର ଗୃହେ ସେ ବିଭବ କିପରି ହେଲା ଆବିର୍ଭାବ। ବିସ୍ମୟ ହୋଇ ସେ ବ୍ରାହ୍ମଣ ପୁଛିଲେ ତାହାର କାରଣ। ହସିଣ ବିଶ୍ୱାବସୁ ପୁଣ କହନ୍ତି ତହିଁର କାରଣ। ବିଶ୍ୱାବସୁ ବାଚ ହେ ଦ୍ୱିଜ ଶ୍ରେଷ୍ଠ ତୁମ୍ଭେ ଶୁଣ। କରୁଛି ବିସ୍ମୟ ମୋଚନ ଇନ୍ଦ୍ରାଦି ଦେବଗଣ ନୀତି। ପ୍ରଭୁଙ୍କ ଦର୍ଶନେ ଆସନ୍ତି ଘେନିଣ ଦିବ୍ୟ ଉପଚାର। ପୂଜା କରନ୍ତି ଲକ୍ଷ୍ମୀ ବର। ଭକତି ଅନ୍ତରେ ପୂଜନ୍ତି ସ୍ତୁତି ପ୍ରଣାମ ସେ କରନ୍ତି। ନାନାଦି ବାଦ୍ୟ ନୃତ୍ୟ ଗୀତ ସବଦେ କରୁଥାନ୍ତି ତୃପ୍ତ। ଅମୂଲ୍ୟ ଅଲୌକିକ ଦ୍ରବ୍ୟ ଦେଇଣ ସେବନ୍ତି ମାଧବ। ମନରେ ଜଗନ୍ନାଥ ଚିନ୍ତି ଆପଣା ସ୍ଥାନକୁ ଯାଆନ୍ତି। ଏସବୁ ପଦାର୍ଥ ସମ୍ଭାର ପ୍ରସାଦ ଜଗନ୍ନାଥଙ୍କର। ଏହି ପ୍ରସାଦ ମାନ ଖାଇ ଆମ୍ଭଙ୍କୁ ରୋଗ ଗ୍ରାସେ ନାହିଁ। ବାର୍ଦ୍ଧକ୍ୟ ନ ଛୁଏଁ ଶରୀର ସେବନ କରିବି ପ୍ରବର। ଯେଉଁ ପ୍ରସାଦ ସେବନରେ ମୁକ୍ତି ମିଳଇ ମହିରେ ତାହାର ମହିମା ଅନନ୍ତ। ହେ ଜିଣ ଥାଅ ବିପ୍ରସୂତ। ଜୈମିନୀ ଉବାଚ ପ୍ରାସାଦ ମହିମାକୁ ଶୁଣି ମୁକ୍ତି ଦାତା ବୋଲି ଜାଣି ଆନନ୍ଦେ ଅଶ୍ରୁ ଗଲା ପୁରି। କୃତାର୍ଥ ହେଲେ ବ୍ରହ୍ମଚାରୀ। ସାତ୍ୱିକ ଭାବ ଉଦେଲା ମନେ ଭାବନ୍ତି ବିପ୍ରବଳା। ବୋଇଲେ ଧନ୍ୟ ଏ ସବର ବ୍ୟାଧକୂଳରେ ଜନ୍ମ ତାର। ପରମାତ୍ମାଙ୍କୁ ପ୍ରତିଦିନ କରଇ ଦର୍ଶନ ପୂଜନ।
ନାନା ପ୍ରକାର ଦିବ୍ୟ ଭୋଗ ନୀତି କରଇ ଉପଭୋଗ। ଧନ୍ୟ ମନୁଷ୍ୟ ଜନ୍ମ ତାର, ତା ସମ ନାହିଁ କେ ମହୀର। ଏହାଙ୍କ ସାଥେ ମିତ୍ର ହେବି, ଏ ବନେ ନିବାସ କରିବି। ଏମନ୍ତ ଭାବିବି ପ୍ରସୂତ, ଧଇଲେ ବିଶ୍ୱାବସୁ ହସ୍ତ। ବିଦ୍ୟାପତି ଉବାଚ କହୁଅଛନ୍ତି ବିଦ୍ୟାପତି, ହେ ବ୍ୟାଧ ରାଜ ମହାମତି। ଅନେକ ଜନ୍ମ ପୁଣ୍ୟ ମୋର, ପାଇଛି ସାନ୍ନିଧ୍ୟ ତୁମର। ତୁମରି ଅନୁଗ୍ରହ ମତେ, ମିତ୍ର ହୋଇବି ତୁମ୍ଭ ସାଥେ। ମନରେ କରିଛି ନିର୍ଣ୍ଣୟ, ସତେ ଜନ୍ମର ପୁଣ୍ୟ ଥିଲେ। ବୈଷ୍ଣବ ଜନ ବନ୍ଧୁ ମିଳେ, ତୁମ୍ଭରି ସାଥେ ବାସ କରି। ଦେଖିବି ଶଙ୍ଖ ଚକ୍ରଧାରୀ, ପ୍ରତ୍ୟକ୍ଷ ନଶ୍ୱର ନେତ୍ରରେ। ନିତିଏ ନୀଳାଦ୍ରି କନ୍ଦରେ, ମୋଠାରୁ ସମାଚାର ପାଇ। ସେହି ଅବନ୍ତିପୁର ସାଇଁ। ରାଜାଧିରାଜ ଇନ୍ଦ୍ରଦ୍ୟୁମ୍ନ, ନିଶ୍ଚୟ ଆସିବେ ସ୍ଥାନ। ପ୍ରଭୁଙ୍କୁ କରିଣ ଦର୍ଶନ, ନିବାସ କରିବେ ସ୍ଥାନ। ତୋଳିବେ ପ୍ରଭୁଙ୍କ ମନ୍ଦିର, ମନରେ ପ୍ରତିଜ୍ଞା ତାଙ୍କର। ଜଗନ୍ନାଥଙ୍କ ପୂଜା ପାଇଁ, ସହସ୍ର ଉପଚାର ଦେଇ। ସେବାୟତ ଓ ଦାସ ଦାସୀ, ପ୍ରବନ୍ଧ କରି ହେବେ ଖୁସି। ବିଦ୍ୟାପତିଙ୍କ କଥା ଶୁଣି, କହନ୍ତି ବିଶ୍ୱାବସୁ ପୁଣି। ବିଶ୍ୱାବସୁ ଉବାଚ ଶୁଣ ହେ ପୁରୋହିତ ବସି, ଆଗରୁ କଥାଏ ରହିଛି। ନିଶ୍ଚୟ ରାଜା ଇନ୍ଦ୍ରଦ୍ୟୁମ୍ନ, ଆସିବେ ନୀଳାଚଳ ସ୍ଥାନ। ନୀଳମାଧବଙ୍କ ଦର୍ଶନ, କେବେ ନ ପାଇବେ ରାଜନ। ଯମରାଜାଙ୍କୁ ଭଗବାନ, ଦେଇଣ ଅଛନ୍ତି ବଚନ। ସୁବର୍ଣ୍ଣମୟ ବାଲୁକାରେ, ଅଦୃଶ୍ୟ ହେବେ ଗୋପନରେ। ଦର୍ଶନ ତୁମ୍ଭ ଭାଗ୍ୟେ ଥିଲା, ନ ପାଇବେଟି ନୃପବଳା। ତହୁଁ ତେ ଯିବେ ଅନ୍ନ ଜଳ, କୃପା କରିବେ ଆଦିମୂଳ। ସ୍ୱପ୍ନରେ ଦର୍ଶନ କରିବେ, ଶ୍ରୀପତି ଆଦେଶ ପାଳିବେ। କାଷ୍ଠ ମୂରତି ଗଢ଼ାଇବେ, ବ୍ରହ୍ମା ଯେ ପ୍ରତିଷ୍ଠା କରିବେ। ଚତୁର୍ଦ୍ଧା ମୂରତି ଥାପିଣ, ପୂଜା କରିବେ ସିଂହାସନ। ଏକଥା ଗୋପନ ରଖିବ, କେବେ ପ୍ରକାଶ ନ କରିବ। ଜୈମିନୀ ଉବାଚ ଏମନ୍ତେ ଆଲୋଚନା କଲେ, ପତ୍ର ଶଯ୍ୟାରେ ନିଦ୍ରା ଗଲେ। ଯହୁଁ ରଜନୀ ଅନ୍ତ ହେଲା, ସକାଳ ସୂର୍ଯ୍ୟ ଉଦୟ ହେଲା। ତହୁଁ ସେ ବେନି ବନ୍ଧୁ ଯାଇ, ସମୁଦ୍ର ଜଳେ ଅବଗାହି। ଆନନ୍ଦ ମନେ ସ୍ନାନ କଲେ, ମାଧବ ଦର୍ଶନ କଲେ। ନୀଳ ପର୍ବତେ ଯୋଗ୍ୟ ସ୍ଥାନ, ନିଶ୍ଚୟ କଲେ ବେନିଜନ।
जे स्थाने राजा इन्द्रद्युम्न बसती करिबे स्थापन तत्परे विद्याय घेनिण मित्रंकु करिया लिंगन तक्षणे रथारूढ़ हेले अवंतीपुरकु चलिले रथरे बसी विद्यापति मनरे विचार करती क्षेत्रकु परिक्रमा करी अवंतीपुर जीवी फेरी तहु प्रभुंकु ध्यान करी श्रीक्षेत्र परिक्रमा सारी अवंतीपुरकु चलिले रात्रि पूर्वरु पहुँचिले विद्यापतिंक आगमन शुणिले राजा इन्द्रद्युम्न अत्यंत प्रसन्न होइले तुरंत सभा डकाइले डकाई विद्वान ब्राह्मण पूजन करी जनार्दन सभारे आसीन होइले विद्यापतिंकु डकाइले पंडित पुरवासी जन राजसभारे विद्यमान विद्यापति जेहि काले सिपाही द्वारपाल मेले हातरे धरी आज्ञामाळ प्रवेश कले विप्रवाळ ताहांक आगमन देखी राजन आसन उपेखी जय जगदीश्वर कही ताहांक पासे गले धाई इन्द्रद्युम्न उवाच आज जीवन धन्य मोर प्रसाद माला स्वरूपर नेत्रे देखई नीलमणि मुहि जे भाग्यवंत पुणी जगत बंधु भावग्राही जे माला छंती पठियाई ताहांक मस्तके लागिण हे माला सिअछि पूर्ण ए दिव्य माला को जे मोई भक्ति भरे प्रणमयी जाहांक चरण धूଳି लगाइण ब्रह्मादि देवता धन्य होई सेहि अंगराग छुई पुष्पराग आसिअछि एथे माला होई कृतांजलि पुटे करपत्र जोड़ी से दिव्य माला को प्रेमे छुई नीलाचल वासी प्रभु ब्रह्म राशि तुम्हको पतित प्रणमयी शरण रक्षण पतित तारण शरणागत मुपाद गते पशुछि शरण से पद्म चरण उद्धार करिब जगन्नाथे हो उद्धार करिब जगन्नाथे जैमिनी उवाच स्वेदपुलक श्रुभरि शरीरे रोमांच सिंहरि आनंद बाष्प गद गदे राजा लोटिले भूमि गते से विद्यापति विप्रतई दिव्यमाला को हस्ते देई राजांक गळे लंबाइले श्री जगन्नाथ उचारिले से माला देखी नृपवर बोइले ओहो भाग्य मोर
ମୋ ହୃଦେ ସ୍ୱୟଂ ନାରାୟଣ ସାକ୍ଷାତେ ହୋଇଲେ ଆସିନ। ଏମନ୍ତେ କୃତ୍ୟ ହୋଇ କର ଅଞ୍ଜଳି ଶିରେ ଦେଇ। ଜଗନ୍ନାଥଙ୍କୁ ସ୍ତୁତି କଲେ ବ୍ରାହ୍ମଣ ପଣ୍ଡିତ ରାଇଲେ। ବିଦ୍ୟାପତିଙ୍କ ହାତ ଧରି ଦିବ୍ୟ ଆସନ ଦାନ କରି ବସାଇ ପୂଜନ କରିଲେ। କୁଶଳ ବାରତା ପୁଛିଲେ ଅତି ଆନନ୍ଦେ ବିଦ୍ୟାପତି। ଶ୍ରୀ ଜଗନ୍ନାଥ ହୃଦେ ଚିନ୍ତି ସମସ୍ତ ବୃତ୍ତାନ୍ତ କହିଲେ। କ୍ଷେତ୍ର ମହିମା ବଖାଣିଲେ କିପରି ରଥେ ଯାତ୍ରା କଲେ। ଶବର ଦ୍ୱୀପେ ପହଞ୍ଚିଲେ ବିଶ୍ୱାବସୁଙ୍କ ସାଥେ ଭେଟ। ପର୍ବତେ ଚଢ଼ିବା ବୃତ୍ତାନ୍ତ ରୋହିଣୀ କୁଣ୍ଡରେ ସ୍ନାନ। ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଦିବ୍ୟ ପ୍ରସାଦ ଆସ୍ୱାଦନ। କଳ୍ପ ବଟର ବର୍ଣ୍ଣନ ସକଳ ବୃତ୍ତାନ୍ତ କହିଲେ। ରାଜନ ଆନନ୍ଦିତ ହେଲେ ଅଭୂତ ଅନୁଭବ ମାନ। ଶ୍ରବଣ କରି ସେ ରାଜନ ବିଦ୍ୟାପତିଙ୍କୁ ଆଲଙ୍ଗିଲେ। ପ୍ରଭୁଙ୍କ ସ୍ୱରୂପ ପୁଛିଲେ ରାଜାଙ୍କ ଆଗ୍ରହ ଦେଖିଣ। ସେ ବିପ୍ର କରିଲେ ବର୍ଣ୍ଣନ। ବିଦ୍ୟାପତି ଉବାଚ ଶୁଣନ୍ତୁ ନରେଶ ବ୍ରହ୍ମାଣ୍ଡର ଈଶ। ଯେଉଁ ରୂପେ ଛନ୍ତି ବିଜେ ହୋଇ ସେ ଦିବ୍ୟ ମୂରତି ନୀଳମଣି ଜ୍ୟୋତି। ଦେଖି ନର ମୋକ୍ଷ ପଦ ପାଇ। ଶ୍ରୀ ବିଷ୍ଣୁ ମୂରତି ପ୍ରାଚୀନଟି ଅତି ପ୍ରସ୍ତରେ ନିର୍ମିତ ଅଟେ ସେହି। ଇନ୍ଦ୍ର ନୀଳମଣି ନାମ ତାର ପୁଣି ଅତି ଦିବ୍ୟ ଶିଳା ଅଟେ ସେହି। ବ୍ରହ୍ମା ରୁଦ୍ର ଇନ୍ଦ୍ର ଦେବତା ସକଳ ପ୍ରତିଦିନ ନୀଳାଚଳେ ଆସି ଦେଇ ଉପଚାର ଦିବ୍ୟ ଉପହାର ପୂଜନ୍ତି ସେ ନୀଳାଚଳବାସୀ। ଏହି ଦିବ୍ୟ ମାଳା ସଦା ଅମଳିନ ସଦା ସୁରକ୍ଷିତ ଅଟେ ପୁଣି। ନନ୍ଦନ କାନନୁ ଭକ୍ତି ଭରେ ଆଣି ଦେବତାଏ ଦେଉଥାନ୍ତି ପୁଣି। ଦେବତାଙ୍କ ଦାନ ପ୍ରସାଦ ଭୋଜନ କରି ଦୂର ହେଲା ପାପ ମୋର। ରୋଗ ଶୋକ ଜରା ବାର୍ଦ୍ଧକ୍ୟଟି କେବେ ନ ଛୁଇଁବେ ଆଉ ଅଙ୍ଗ ମୋର। ବିକଚ କମଳ ନେତ୍ର ଦୁର୍ବାଦଳ ଇନ୍ଦ୍ର ନୀଳ ଶ୍ୟାମ ଘନ କାନ୍ତି। ଜ୍ୟୋତିର୍ମୟ ହରି ଶଙ୍ଖ ଚକ୍ର ଧରି ଶ୍ରୀ ନୀଳକନ୍ଧରେ ରହିଛନ୍ତି। କି କହିବି ମୁଇଁ କଣ୍ଠେ ଭାଷା ନାହିଁ ବ୍ରହ୍ମଙ୍କୁ ବର୍ଣ୍ଣନା କରିବାକୁ। ଯାଅ ଅନୁପମଣି ଇନ୍ଦ୍ର ନୀଳମଣି ଶ୍ରୀକ୍ଷେତ୍ରେ ଦର୍ଶନ କରିବାକୁ। ଏତେ କହି ବିପ୍ର ହୋଇଲେ ନୀରବ। କେତକେ ଲୋତକେ ପୁରିଲା ନେତ୍ର ବେନି। ବାଷ୍ପ ଗଦ ଗଦେ କୋଳାକୋଳି ହେଲେ ଜୟ ଜଗନ୍ନାଥ ବୋଲି ପୁଣି। ହେ ଉତ୍କଳବାସୀ ପ୍ରଭୁ ବ୍ରହ୍ମ ରାଶି
ତୁମ୍ଭ ଘରେ ଛନ୍ତି ବିଜେ ହୋଇ। ଚଉବର୍ଗ ଦାନୀ ପିତା ଥାଉ ପୁଣି, ଆହୁ କାହା ପାଶେ ଯାଅ ଧାଇଁ। ଠାକୁର ତମର ବଡ଼ ଠାକୁର ଯେ, ଦେଉଳ ବଡ଼ ଦେଉଳ ହୋଇ। ଦାଣ୍ଡ ଗୋଟି ତୁମ ବଡ଼ ଦାଣ୍ଡ ବୋଲି, ସମୁଦ୍ରଟି ମହୋଦଧି ଭାଇ। ପ୍ରସାଦ ଯେ ମହାପ୍ରସାଦ ଅଟଇ, ନେତ ପୁଣି ବଡ଼ ନେତ ନାମ। ତୀର୍ଥକୁ ତୁମର ତୀର୍ଥରାଜ କହି, ଧାମ ମଧ୍ୟେ ପୁରୀ ବଡ଼ ଧାମ। ବଜାର ତୁମର ଆନନ୍ଦ ବଜାର, ବିଶ୍ୱ ଖାଇଲେ ବିନଶରଇ। ଶ୍ମଶାନ ତୁମର ସରଗ ଦୁଆର, ପାରେ ଏହା ମୋକ୍ଷ ପଦ ଦେଇ। ସବୁଥିରେ ତୁହି ବଡ଼ ଅଟୁ ଭାଇ, ଓଡ଼ିଆ ବଢ଼ିଆ ବିଶ୍ଵେଶାର। ବଡ଼ ପଣ ନେଇ ବଞ୍ଚି ରହ ତୁହି, ଜଗନ୍ନାଥ ନାମ ମାଳ କର। ବଡ଼ ରାଜାର ତୁ ପରଜାରେ ଭାଇ, ଅଟୁ ପରା ବଡ଼ ଘର ପୁଅ। ରଜା ଥାଉଁ ଥାଉଁ ପାତ୍ର ମନ୍ତ୍ରୀ ପାଶେ, ହାତ ପତାଇବା ଭଲ ନୁହଁ। କହଇ ତାରକ ଭକ୍ତଙ୍କ ସେବକ, ହେବା ପାଇଁ ନାହିଁ ଭାଗ୍ୟ ମୋର। ପ୍ରଭୁଙ୍କର ସେବା କରିବାକୁ କିବା, କି ଯୋଗ୍ୟତା ଭାଇ ଅଛି ମୋର। ଜଗନ୍ନାଥର ମୁଁ କିଣା ଚାକରଟି, କାହାକୁ ମୋହର ନାହିଁ ଡର। ବ୍ୟକ୍ତିଗତ ସେବା ନ ମିଳିଲେ ଅବା, ବଡ଼ ଦାଣ୍ଡେ ହେବି ଝାଡ଼ୁଦାର। ବଡ଼ ଦାଣ୍ଡେ ହେବି ଝାଡ଼ୁଦାର। ଜୟ ଜଗନ୍ନାଥ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ତ୍ରାହି ମା।